ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। पंचदश अध्याय पुरुषोत्तम योग। परमात्मा ही पुरुषोत्तम। उत्तम पुरुषस्तनः परमात्मेत्युदाहृतः जो लोकत्रयमाविश्य बिभर्त्य व्ययईश्वरः यस्मात् क्षरमतीतो अहं क्षरादपि च तमः अतोऽस्मि लोकवेदे च प्रथितः पुरुषोत्तमः जो मामेव समूढो जानाति पुरुषोत्तमं स सर्वविभजति मां सर्वभावेन भारत। अर्थ ଏମାନଙ୍କ ବ୍ୟତୀତ ଏକ ଉତ୍ତମ ପୁରୁଷ ଅଛନ୍ତି, ତାଙ୍କୁ ପରମାତ୍ମା କୁହାଯାଏ। ସେହି ଅବିନାଶୀ ଈଶ୍ୱର ତିନି ଲୋକରେ ପ୍ରବିଷ୍ଟ ହୋଇ ସମସ୍ତଙ୍କର ପାଳନା କରନ୍ତି। ଯେହେତୁ ମୁଁ କ୍ଷରଠାରୁ ଅତୀତ ଏବଂ ଅକ୍ଷରଠାରୁ ମଧ୍ୟ ଉତ୍ତମ ଅଟେ, ତେଣୁ ବେଦରେ ଓ ସଂସାରରେ ମୋ ପୁରୁଷୋତ୍ତମ ନାମରେ ପ୍ରସିଦ୍ଧ। ହେ ଭାରତ, ଯେଉଁ ମନୁଷ୍ୟ ମୋହରହିତ ହୋଇ ମୋତେ ପୁରୁଷୋତ୍ତମ ରୂପରେ ଜାଣେ, ସେ ସବୁ କିଛି ଜାଣେ ଓ ମୋତେ ପୂର୍ଣ୍ଣ ଭାବରେ ସ୍ମରଣ କରେ। ବ୍ୟାଖ୍ୟା। ପରମାତ୍ମାଙ୍କ ଯଥାର୍ଥ ପରିଚୟ ଜାଣିବା ପୂର୍ବରୁ ବ୍ୟକ୍ତି ପ୍ରଥମେ ନିଜକୁ ଚିହ୍ନିବା ଉଚିତ। ମୁଁ ଏକ ଆତ୍ମା, ଶରୀର ଠାରୁ ଭିନ୍ନ ଏକ ଚୈତନ୍ୟ ସତ୍ତା। ଏହା ଅନୁଭବ ହୋଇଗଲା ପରେ ପରମାତ୍ମାକୁ ଚିହ୍ନିବା ସହଜ ହୋଇଥାଏ। ପୂର୍ବରୁ କ୍ଷର ଓ ଅକ୍ଷର ଦୁଇଟି ପୁରୁଷ କଥା କୁହାଯାଇଥିଲା। କ୍ଷର ଶବ୍ଦ ଶରୀର ଓ ସଂସାର ଏବଂ ଅକ୍ଷର ଶବ୍ଦ ଜୀବାତ୍ମାର ପର୍ଯ୍ୟାୟବାଚୀ। ଏ ଦୁଇଟିରୁ ଭିନ୍ନ ଆଉ ଜଣେ ଉତ୍ତମ ପୁରୁଷ ଅଛନ୍ତି, ସେ ହେଉଛନ୍ତି ପରମାତ୍ମା। ସେ ସମସ୍ତ ଆତ୍ମାମାନଙ୍କ ମଧ୍ୟରେ ପରମ ହୋଇଥିବାରୁ ତାଙ୍କୁ ପରମାତ୍ମା କୁହାଯାଏ। କେତେକ ବିଦ୍ୱାନ କହନ୍ତି, ଏହି ତୃତୀୟ ପୁରୁଷଟି ସମସ୍ତ ଜୀବଙ୍କ ଆତ୍ମା ହୋଇଥିବାରୁ ପରମାତ୍ମା ଅଟନ୍ତି। ଏଠାରେ ମନରେ ପ୍ରଶ୍ନ ଉଠେ, ଯଦି ସମସ୍ତ ଜୀବର ଆତ୍ମା ରୂପରେ ପରମାତ୍ମା ବିଦ୍ୟମାନ, ତେବେ ଜୀବାତ୍ମାର କୌଣସି ସ୍ୱତନ୍ତ୍ର ସତ୍ତା ଓ ବ୍ୟକ୍ତିତ୍ୱ ନାହିଁ ବୋଲି ବୁଝିବାକୁ ହେବ। ଏହା ଅଦ୍ୱୈତବାଦୀ ବିଚାରଧାରା। ଗୀତା ଏହି ବିଚାରଧାରାର ପକ୍ଷପାତୀ ନୁହେଁ। ଆଲୋଚ୍ୟ ପ୍ରସଙ୍ଗରେ କ୍ଷର ଓ ଅକ୍ଷର ଏ ଉଭୟଙ୍କ ଠାରୁ ପରମାତ୍ମାଙ୍କୁ ଭିନ୍ନ ଓ ଉତ୍ତମ ବୋଲି ପ୍ରତିପାଦନ କରାଯାଇଛି। ପୂର୍ବକଥିତ ଦୁଇ ପୁରୁଷଙ୍କ ଠାରୁ ଉତ୍ତମ ହୋଇଥିବାରୁ ସେ ହେଉଛନ୍ତି ପୁରୁଷୋତ୍ତମ। ସେ ମନୁଷ୍ୟଲୋକ, ସୂକ୍ଷ୍ମଲୋକ ଓ ବ୍ରହ୍ମଲୋକର ନିୟାମକ ହୋଇଥିବାରୁ ତାଙ୍କୁ ତ୍ରୈଲୋକେଶ୍ୱର କୁହାଯାଏ। ତେଣୁ ଈଶ୍ୱର ଶବ୍ଦ ମଧ୍ୟ ସେହି ଏକ ପରମାତ୍ମା ଓ ପୁରୁଷୋତ୍ତମ ବାଚକ। କେହି କେହି ପରମାତ୍ମା ଶବ୍ଦକୁ ନିର୍ଗୁଣ ଓ ନିରାକାର, ଈଶ୍ୱର ଶବ୍ଦକୁ ସଗୁଣ ଓ ସାକାର ଏବଂ ପୁରୁଷୋତ୍ତମ ଶବ୍ଦକୁ ନିର୍ଗୁଣ, ସଗୁଣ, ନିରାକାର ଓ ସାକାର ଏ ସମସ୍ତଙ୍କର ବାଚକ ବୋଲି ବ୍ୟାଖ୍ୟା କରିଛନ୍ତି। ଏହା ଏକ ଅଦ୍ଭୁତ ପରିକଳ୍ପନା ପରି ମନେ ହୁଏ। ଯୋ ଲୋକତ୍ରୟମାବିଶ୍ୟ ବିଭର୍ତ୍ୟ ବ୍ୟୟଈଶ୍ୱରଃ। ଏହାର ଆକ୍ଷରିକ ଅନୁବାଦ ହେଲା, ଅବିନାଶୀ ଈଶ୍ୱର ତିନି ଲୋକରେ ପ୍ରବେଶ କରି ଭରଣ ପୋଷଣ କରନ୍ତି। ଏଠାରେ ଖାଦ୍ୟ, ବସ୍ତ୍ର, ବାସଗୃହ ଆଦି ଉପଲବ୍ଧ କରାଇବାକୁ ଭରଣ ପୋଷଣ ବିଭକ୍ତି ଅର୍ଥରେ ଗ୍ରହଣ କରିବା ଉଚିତ ନୁହେଁ। ଶରୀର ଓ ସଂସାରର ସମସ୍ତ କ୍ରିୟାକଳାପ ଏବଂ ଆବଶ୍ୟକତା ପ୍ରକୃତି ଦ୍ୱାରା ସମ୍ପାଦିତ ହୁଏ। ସପ୍ତମ ଅଧ୍ୟାୟରେ ପରା ଓ ଅପରା ପ୍ରକୃତି ବିଷୟରେ ବର୍ଣ୍ଣନା କରାଯାଇଛି। ପରମାତ୍ମାଙ୍କ ଅପରା ଶକ୍ତି ଦ୍ୱାରା ପ୍ରକୃତିର ସମସ୍ତ କାର୍ଯ୍ୟ ସ୍ୱୟଂ କ୍ରିୟା ଭାବରେ ହୁଏ। ପ୍ରକୃତିର କୌଣସି କାର୍ଯ୍ୟରେ ପରମାତ୍ମା ହସ୍ତକ୍ଷେପ କରନ୍ତି ନାହିଁ। ଏଠାରେ ଅପରାକୁ କ୍ଷର ଓ ପରାକୁ ଅକ୍ଷର ଭାବରେ ବର୍ଣ୍ଣନା କରି ପରମାତ୍ମା ନିଜକୁ ଏ ଦୁଇଠାରୁ ପୃଥକ ଓ ଉତ୍ତମ ବୋଲି ବର୍ଣ୍ଣନା କରିଛନ୍ତି। ସେ ତିନି ଲୋକର ଈଶ୍ୱର ଓ ସେଗୁଡ଼ିକର ଊର୍ଦ୍ଧ୍ୱରେ ଅବସ୍ଥାନ କରୁଥିବାରୁ ଯେତେବେଳେ ଯେଉଁ ସ୍ଥାନକୁ ଇଚ୍ଛା ଯାଇପାରନ୍ତି। କାରଣ ସେ ସର୍ବସମର୍ଥ, ସଦା ମୁକ୍ତ ଓ ସର୍ବଶକ୍ତିମାନ ଅଟନ୍ତି।
ସମସ୍ତ ଲୋକରେ ସେ ଅବାଧ ପ୍ରବେଶ କରିପାରୁଥିବାରୁ ତାଙ୍କୁ ସର୍ବତ୍ର ସମାନ ଭାବରେ ନିତ୍ୟବ୍ୟାପ୍ତ କହିବା ଠିକ୍ ନୁହେଁ। ଅନ୍ତରିକ୍ଷ ଓ ପୃଥିବୀର ସର୍ବତ୍ର ସୂର୍ଯ୍ୟ କିରଣ ପ୍ରବେଶ କରିପାରେ। ଏହାର ଅର୍ଥ ନୁହେଁ ଯେ ସୂର୍ଯ୍ୟ ପ୍ରତ୍ୟକ୍ଷ ରୂପେ ସର୍ବତ୍ର ସମାନ ଭାବରେ ବ୍ୟାପ୍ତ। କ୍ରମଶଃ ଓମ୍ ଶାନ୍ତି।